କଷ୍ଟ କ'ଣ ତାକୁ ପଚାର ଯିଏ ଅନ୍ୟର ଖୁସି ପାଇଁ ନିଜର ଖୁସିକୁ ଭୁଲି ଯାଇଛି। ଭଲ ପାଇବା କ'ଣ ତାକୁ ପଚାର ଯିଏ ସବୁ କିଛି ହରେଇ ଦେଇ ବି ଭଲ ପାଉଛି। ଯେ ଜୀବନରେ ଅନେକ ଲୋକ ଆସିବେ ଆଉ ଚାଲିଯିବେ। କିଏ ଖୁସି ନେଇ ଆସି ଦୁଃଖ ଦେଇଯିବେ ତ ପୁଣି କିଏ ଦୁଃଖ ଦେଖି ଖୁସି ଦେବା ପାଇଁ ରହିଯିବେ। ସମସ୍ତଙ୍କ ଜୀବନରେ ତ ଦୁଃଖ ଅଛି, ବାସ୍ ଫରକ ଏତିକି କିଏ ନ ସହିପାରି କାନ୍ଦି ଦିଏ ଆଉ କିଏ ସେ ଦୁଃଖକୁ ଛାତି ଭିତରେ ଲୁଚେଇ ରଖି ହସି ଦିଏ। ଆଘାତ ଶାରୀରିକ ହେଉ କି ମାନସିକ ହେଉ କଷ୍ଟ ତ ମିଳିଥାଏ। ପାର୍ଥକ୍ୟ ଏତିକି ଯେ ଶାରୀରିକ ଆଘାତ କଷ୍ଟ ଦେଇଥାଏ ଆଉ ମାନସିକ ଆଘାତ ଜଣକୁ ସମ୍ପୂର୍ଣ୍ଣ ରୂପରେ ପରିବର୍ତ୍ତନ କରିଦେଇଥାଏ। ବାହାରୁ ଶାନ୍ତ ଦେଖାଯିବା ପାଇଁ ଭିତରୁ ବହୁତ ଲଢ଼େଇ କରିବାକୁ ପଡ଼ୁଛି। ଧନ୍ୟବାଦ ମୋର ଏ ଦୁଇ ଆଖିକୁ ଲୁହକୁ ଲୁଚାଇ ହାରି ଯାଉଛି, ଓଠକୁ ଜିତେଇ ହସେଇ ଦେଉଛି। ଲୋକେ କୁହନ୍ତି ଜୀବନରେ ଯେବେ ସୁଖ ଶାନ୍ତି ଭରିଯାଏ ତାକୁ ହିଁ ଜୀବନ ବୋଲି କୁହାଯାଏ, କିନ୍ତୁ ପ୍ରକୃତରେ ତାକୁ ହିଁ ଜୀବନ କୁହାଯାଏ ଯେବେ ଆପଣଙ୍କ ପାଇଁ ଅନ୍ୟର ଓଠରେ ହସ ଫୁଟିଥାଏ। ଯେ ଏମିତି କାହିଁକି ହୁଏ? ବେଳେ ବେଳେ ସମୟ ଆଣିକି ଏମିତି ଜାଗାରେ ପହଞ୍ଚାଇ ଦିଏ ଯେ ବୁଦ୍ଧିମାନ ବି ଉପାୟ ଶୂନ୍ୟ ହୋଇପଡ଼େ। କଷ୍ଟ ସହିବାର ଗୋଟିଏ ନିର୍ଦ୍ଦିଷ୍ଟ ସୀମା ଥାଏ। ଏହି ସୀମା ଟପିଗଲେ ଗୋଟିଏ ସରଳ, ନିରୀହ ଏବଂ ଦୁର୍ବଳ ମଣିଷ ବି ଭୟଙ୍କର ହୋଇଯାଏ। ଜୀବନ ଯୁଦ୍ଧରେ ଜିତିବାର ଏକମାତ୍ର ଚାବିକାଠି ହେଉଛି ନିଜ ଉପରେ ଭରସା କରିବା। ଜୟ ଶ୍ରୀ ଜଗନ୍ନାଥ।